ॐ श्रीमत्कल्पवटे महोदधितटे रत्नावली संकटे श्रीलिका प्रकटे सितम्बुनिकटे नीलाद्रिकूटे स्थिते साटपो मणिमण्डपे रसलकां लावल्यलीलात्रयम् पुन्नानन्दमहोदधि विधीयते कैवल्यदातां हरि कैवल्यदातां हरि। नाथ जय जय जगन्नाथ, जय जय जगन्नाथ। अनंत कोटि ब्रह्मांड नायक, कोटि ओडियार मौड़मणि राजाधिराज जगन्नाथ महाप्रभु को चरण कमल अनंत कोटि प्रणाम, अनंत कोटि प्रणाम, अनंत कोटि प्रणाम। महाप्रभु जगन्नाथ 12 मासरे 13 बेश होता। बहुत प्रकार बेश महाप्रभुंकर अच्छी। श्रीक्षेत्र में प्रतिष्ठित श्री जगन्नाथ मंदिर भारत तथा विश्व सुपरिचित। भारतर 4 धाम मध्यरु पुरी धाम बा श्री जगन्नाथ धाम हूँ सर्वश्रेष्ठ। श्री जगन्नाथंकर महिमा जेपरि सुदूर प्रसारी, तांकर रीति नीति वेश भोग मध्य सुदूर प्रसारी, अतुलनीय और अवर्णनीय। श्री जगन्नाथ महाप्रभु दैनंदिन नीति व्यतीत वर्षकर केतेक निर्दिष्ट तिथि विभिन्न प्रकार वेश होता। जमती प्रत्यह दिन अवकाश वेश, बड़सिंहार वेश आदि वेश होता। सेमिति विभिन्न प्रकार पर्वपर्वाणी जानी यात्रा महाप्रभु केतेटा स्वतंत्र वेश श्रीमंदिर अनुष्ठित होता है। सेतिमध्यरु कृष्ण बलराम वेशटा अन्यतम, जोटा भाद्रव मास कृष्ण पक्ष त्रयोदशी तिथि होता है। आमे आज महाप्रभुंकर कृष्ण बलराम वेश बाबद किसी आलोचना करवा। कृष्ण बलराम वेश, यह वेश भाद्रव मास कृष्ण पक्ष त्रयोदशी तिथि श्रीमंदिर रे श्रीविग्रह मानकर कृष्ण बलराम वेशटा अनुष्ठित होता है। विभिन्न सूत्ररू संग्रह करा जायतिबा विवरणी अनुसार यह वेश प्राचीन नुहे, मात्र 60 वर्ष पूर्वे बा 60 वर्ष अधिक 60-70 वर्ष पूर्व यह वेशटी सृष्टि होइतबार प्रमाण रही। पूर्वर यह तिथि पुरीर सुप्रसिद्ध ओडिया मठ तरफ ठाकुर मान गिरी गोवर्धन वेश अनुष्ठित होता। केतेक निर्दिष्ट कारण लगी परवर्ती समय से वेशटा बंद हो जाता। श्रीमंदिर नूतन भाव रामकृष्ण वेश कराइबार संपर्क मिली सूचना अनुसार कटक जिला सालेपुर थाना खंडसाही ग्रामर राय साहेब चौधरी गोपबंधु मिश्रंकर अपुत्रिक थिले। 1934 मसीह खंडसाही जमीदार श्री मिश्र सपत्नीक श्रीमंदिर दर्शन उद्देश्य आसी महाप्रभु निकट
ଭକ୍ତିପୂର୍ଣ୍ଣ ନମସ୍କାର ଜଣାଇ କିଛି ଦିନ ପରେ ତାଙ୍କର ପୁତ୍ର ଲାଭ ହୋଇଥିଲା। ସ୍ୱର୍ଗତ ସଦାଶିବ ରଥ ଶର୍ମା ଓ ପଶୁପାଳକ ସେବକ ଅଲେଖ କରଙ୍କର ଅନୁରୋଧ କ୍ରମେ ବନ୍ଦ ହୋଇଥିବା ଗିରି ଗୋବର୍ଦ୍ଧନ ବେଶ ପୁନଃ ପ୍ରଚଳନ କରିବା ପାଇଁ ଜମିଦାର ଶ୍ରୀ ଗୋପବନ୍ଧୁ ମିଶ୍ର ରାଜି ହେବାର ଉଭୟ ଓଡ଼ିଆ ମଠ ଯାଇ ସେହି ବେଶର ସାମଗ୍ରୀ ତଦାରଖ କରିବା ପାଇଁ ମଠର ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ସେତିକିବେଳେ ମାତ୍ର ତତ୍କାଳୀନ ଅଧିକାରୀ ମଠର ମହନ୍ତ ଉକ୍ତ ବେଶ କଲେ ନାନା ପ୍ରକାରର ବିଘ୍ନ ଘଟୁଛି ବୋଲି କହିବାରୁ ସେଠାରେ ଉପସ୍ଥିତ ଥିବା ସ୍ୱର୍ଗତ ସଦାଶିବ ରଥ ଶର୍ମା ପଶୁପାଳକ ସେବକ ଅଲେଖ କରଙ୍କ ସହ ଆଲୋଚନା କରି ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ କରବାର ଲାଗି ନିଷ୍ପତ୍ତି ନେଇଥିଲେ। ଜମିଦାର ଗୋପବନ୍ଧୁ ମିଶ୍ର 1945 ମସିହାରେ ତତ୍କାଳୀନ ଗଜପତିଙ୍କର ହୁକୁମ ନାମା ଅନୁସାରେ ପ୍ରତ୍ୟେକ ବର୍ଷ ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ ଏହି ବେଶ କରାଯାଉଥିଲା। ପ୍ରକୃତ ପକ୍ଷେ ସ୍ୱର୍ଗତ ମିଶ୍ରଙ୍କର ପତ୍ନୀ ଏଥିପାଇଁ ବହୁତ ଉଦ୍ୟମ କରିଥିବାର ଜଣାଯାଏ। ପରବର୍ତ୍ତୀ ସମୟରେ ତାଙ୍କର ଉତ୍ତରାଧିକାରୀ କଟକ ତାଳତେଲଙ୍ଗା ବଜାର ସ୍ଥିତ ଚନ୍ଦ୍ରଶେଖର ମିଶ୍ରଙ୍କର ତରଫରୁ ଏହି ବେଶ ଶ୍ରୀମନ୍ଦିର ପ୍ରଶାସନର ତତ୍ତ୍ୱାବଧାନରେ କରାଯାଉଛି। ଏହା ଖଣ୍ଡସାହି ଜମିଦାରଙ୍କର ଯଜମାନୀ ବେଶ ଅଟେ। ରତ୍ନ ସିଂହାସନସ୍ଥ ଶ୍ରୀଜୀଉମାନଙ୍କର ରାମକୃଷ୍ଣ ବେଶ ଏକ ଆକର୍ଷଣୀୟ ଆଉ ମନୋରମ ପୁରା ଚିତ୍ତାକର୍ଷକ ବେଶ ଅଟେ। କୃଷ୍ଣ ପକ୍ଷ ତ୍ରୟୋଦଶୀ ଭାଦ୍ରବ ମାସରେ ଶ୍ରୀମନ୍ଦିରର ମଧ୍ୟାହ୍ନ ଧୂପ ପରେ ବଳଭଦ୍ରଙ୍କୁ ବଳରାମ ରୂପରେ ଆଉ ଶ୍ରୀ ଜଗନ୍ନାଥଙ୍କୁ କୃଷ୍ଣ ରୂପରେ ତଥା ଦେବୀ ସୁଭଦ୍ରାଙ୍କୁ ଭଗିନୀ ବେଶରେ ସୁସଜ୍ଜିତ କରାଯାଏ। ଶ୍ରୀ ଜଗନ୍ନାଥଙ୍କ କୃଷ୍ଣ ରୂପ ଶ୍ରୀକୃଷ୍ଣଙ୍କର ବାଲ୍ୟକାଳରେ ଗୋଚାରଣର ବାତାବରଣ ସୃଷ୍ଟି ପ୍ରତୀୟମାନ ହୁଏ ଏହି କୃଷ୍ଣ ବଳରାମ ବେଶରେ। ଏହି ବେଶ ଅନୁଷ୍ଠିତ ହେବାର ପୂର୍ବରୁ କୁଶଳୀ କାରିଗରମାନଙ୍କର ଦ୍ୱାରା ବେଶ ସାମଗ୍ରୀ ମରାମତି କାର୍ଯ୍ୟ ଶ୍ରୀମନ୍ଦିର ପରିସରରେ କରାଯାଇଥାଏ। କୃଷ୍ଣ ବଳରାମ ବେଶରେ ବହୁତ ପ୍ରକାର ସାମଗ୍ରୀ ଉପକରଣ ଲାଗ୍ସି। ସେଥିର ମଧ୍ୟରେ ହେଲା 3ଟି ଚୂଳ, 3ଟି କିରଟି, ପେଟ 3ଟି, ବେଣୀ 2ଟା, ଶ୍ରୀଭୁଜ 2, ଶ୍ରୀପୟର 2ଟା, ଜଗନ୍ନାଥଙ୍କର ଶ୍ରୀପୟ ଆଉ ଶ୍ରୀଭୁଜ 2ଟା ଜଗନ୍ନାଥଙ୍କର, ଶ୍ରୀଭୁଜ 2ଟା ବଳଭଦ୍ରଙ୍କର ଆଉ ଶ୍ରୀପୟର ବି 2ଟା ବଳଭଦ୍ରଙ୍କର। ସେମିତି ଶ୍ରୀଭୁଜ 4ଟା ଆଉ ଶ୍ରୀପୟର 2ଟା ସୁଭଦ୍ରାଙ୍କର। ବଂଶୀ ଗୋଟେ ଜଗନ୍ନାଥଙ୍କର ପାଇଁ, ସିଂହା ଗୋଟେ ବଳଭଦ୍ରଙ୍କର, ପାଶ ସୁଭଦ୍ରାଙ୍କର ପାଇଁ, ଅଙ୍କୁଶ ସୁଭଦ୍ରାଙ୍କର ପାଇଁ, ସେପରି ଅଳକା 3ଟା, କର୍ଣ୍ଣକୁଣ୍ଡଳ 3ଟା, 3 ହଳ, କର୍ଣ୍ଣକୁଣ୍ଡଳ 3 ହଳ, ଅଣ୍ଟାପଟି 3ଟା, ହାତ ଫେରା 8ଟା, ବାଜୁ 6ଟା, କାନି 3 ଗୋଟି, ଫେର 2ଟା, ନାକୁଆସି 3ଟା, ସୂର୍ଯ୍ୟଚନ୍ଦ୍ର 3 ହଳ, କରଣ ଶିଙ୍କୁଳି 4ଟା,
ପା ପଦ୍ମ 4ଟା, ପୁଟା 2ଟା, ଯେଉଁଟା କଲା କନା 16 ମିଟର ଲେଖାଏଁ, ମୋଟ 32 ମିଟର ଲମ୍ବ ଓ ଓସାର 1 ଫୁଟ ଅଟେ। 16 ନିର୍ମିତ ପଦ୍ମ ଫୁଲ 200ଟା, ଯେନ୍ଟା ପ୍ରତି ବର୍ଷ ତିଆରି ହେଇଥାଏ। ଆଉ ଗୋଟେ କାଠ ନିର୍ମିତ ସିଂହାସନ ଗୋଟେ ତିଆରି ହୋଇଥାଏ। ସେପରି କେତେଟା ପ୍ରତିମା ମଧ୍ୟ ରାମକୃଷ୍ଣ ବେଶରେ ଲାଗିଥାଏ। ହେଲା କାଠ ନିର୍ମିତ ଗାଈ 4ଟା, ବ୍ରହ୍ମାଙ୍କର ପ୍ରତିମା ଗୋଟେ, ନାରଦଙ୍କର ପ୍ରତିମା ଗୋଟେ, ସହସ୍ର ଚକ୍ଷୁ ଇନ୍ଦ୍ରଙ୍କର ପ୍ରତିମା ଗୋଟେ, ଗାଈଆଳ ବା ଗୋପପାଳକ 4ଟା, ନନ୍ଦଙ୍କର ପ୍ରତିମା ଗୋଟେ, ଉପନନ୍ଦଙ୍କର ପ୍ରତିମା ଗୋଟେ, ବସୁଦେବଙ୍କର ପ୍ରତିମା ଗୋଟେ, ଯଶୋଦାଙ୍କର ପ୍ରତିମା ଗୋଟେ, ଛାୟା ବା ଗୋପୀଙ୍କର ଗୋଟେ, ମାୟା ସେ ମଧ୍ୟ ଜଣେ ଗୋପୀ, ତାଙ୍କର ପ୍ରତିମା ଗୋଟେ, ଦେବକୀଙ୍କର ପ୍ରତିମା ଗୋଟେ, ରୋହିଣୀଙ୍କର ଗୋଟେ ପ୍ରତିମା, ଆଉ କଳା ଗୋପାଳଙ୍କର ପ୍ରତିମା ଗୋଟେ। ଏଇ ରାମକୃଷ୍ଣ ବେଶଟା ଅଧିକାଂଶ ସାମଗ୍ରୀ ଶୋଲ, ଜରି, ବେତ, କନା ଆଉ କଇଥ ଅଠାରେ ତିଆରି ହେଇଥିସି। ଭଲ କାରିଗର ମାନେ ଏଟା ନିର୍ମାଣ କରିଥିସନ୍। ଏହି ବେଶରେ ଜଗନ୍ନାଥଙ୍କର 2ଟା ହସ୍ତ, ବଳଭଦ୍ରଙ୍କର 2ଟା ହସ୍ତ ଆଉ ସୁଭଦ୍ରାଙ୍କର 4ଟା ହାତ ହୋଇଥାଏ। ଜଗନ୍ନାଥ ଆଉ ବଳଭଦ୍ର ଛନ୍ଦପୟର ଭଙ୍ଗୀରେ ଦଣ୍ଡାୟମାନ ହୋଇଥିସନ୍। ସୁଭଦ୍ରା ରତ୍ନ ସିଂହାସନ ଉପରେ ଖଞ୍ଜା ଯାଇଥିବା ଗୋଟିଏ କ୍ଷୁଦ୍ର କାଠ ନିର୍ମିତ ତଥା ଜରି ଜମ୍ବୁରାରେ ଆଚ୍ଛାଦିତ ସିଂହାସନ ଉପରେ ଚକା ମୁଣ୍ଡି ପକାଇଲା ଭଙ୍ଗୀରେ ବସିଥାନ୍ତି। ଏତଦ୍ ବ୍ୟତୀତ ବାଙ୍କଚୂଳ କିରୀଟ ସୁଶୋଭିତ ଜଗନ୍ନାଥଙ୍କର ହସ୍ତରେ ବଂଶୀ ଆଉ ପଦ୍ମ, ବଳଭଦ୍ରଙ୍କର ଡାହାଣ ହସ୍ତରେ ଶିଘା ଓ ବାମ ହସ୍ତରେ ପଦ୍ମ ଓ କିରୀଟି ଉପରେ ସପ୍ତଫେଣୀ ସର୍ପ ବିରାଜିତ ହୋଇଥାଏ। ବାଙ୍କଚୂଳ କିରୀଟି ଉପରେ ପତ୍ର ତଥା କଦମ୍ବ ଫୁଲ, ଡେଢ଼ି, ମଲ୍ଲ କଢ଼ି, ଚନ୍ଦ୍ର ଚିତା, ନାକଚଣା, ହାତ ଫେର, ଖଟୁ, ଶ୍ରୀପ୍ରୟରରେ ପାଉଁଜି, ବାଙ୍କି, ପାହୁଡ଼, ଗୋଡ଼ମୁଦି ଇତ୍ୟାଦିରେ ମହାପ୍ରଭୁମାନେ ସୁସଜ୍ଜିତ ହୋଇଥିସନ୍। ଉଲ୍ଲେଖଯୋଗ୍ୟ ଯେ ସୁଭଦ୍ରାଙ୍କର ଏହି ବେଶରେ 4ଟା ହସ୍ତ ହୋଇ ଅଭୟ ବରଦା ପାଶ ଅଙ୍କୁଶ ଧାରଣ କରିଥାନ୍ତି। ରତ୍ନ ସିଂହାସନରେ ବିରାଜିତ ଜଗନ୍ନାଥ ବଳଭଦ୍ରଙ୍କର 2 ପାର୍ଶ୍ୱରେ ନନ୍ଦ, ଉପନନ୍ଦ, ବସୁଦେବ, ଗୋପାଳ ବାଳକମାନେ, ଗୋପୀ, ବ୍ରହ୍ମା, ସହସ୍ର ଚକ୍ଷୁ ଇନ୍ଦ୍ର, ନାରଦ, ରୋହିଣୀ, ଯଶୋଦା ଇତ୍ୟାଦି ଦଣ୍ଡାୟମାନ ହୋଇ ଠିଆ ହୋଇଥାନ୍ତି। ଠାକୁରଙ୍କର ସମ୍ମୁଖରେ 4ଗୋଟି ଗାଈ ବାଛୁରୀ ମଧ୍ୟ ଦଣ୍ଡାୟମାନ ଭଙ୍ଗୀରେ ରହିଥାନ୍ତି। କୃଷ୍ଣ ବଳରାମ ବେଶ ଥାଇ ଠାକୁରମାନଙ୍କର ସନ୍ଧ୍ୟା ଧୂପ ଅନୁଷ୍ଠିତ ହୋଇଥାଏ। ତତ୍ପରେ ସାହାଣ ମେଳା ବା ସର୍ବସାଧାରଣଙ୍କର ଦର୍ଶନଟା ହୋଇଥାଏ। ହଜାର ହଜାର ଲକ୍ଷ ଲକ୍ଷ ସଂଖ୍ୟକ ଦର୍ଶନାର୍ଥୀ ସିଂହାସନ ସମ୍ମୁଖରେ ଯାଇ ମଙ୍ଗଳମୟ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର, ସୁଭଦ୍ରା ଚତୁର୍ଦ୍ଧା ମୂର୍ତ୍ତିଙ୍କର କୃଷ୍ଣ ବଳରାମ ବେଶ ଦର୍ଶନ କରି ନିଜକୁ ଧନ୍ୟ ମନେ କରନ୍ତି। ଏହି କୃଷ୍ଣ ବଳରାମ ବେଶରେ
ଶ୍ରୀଜୀଉମାନଙ୍କୁ କ୍ଷୀରି ଓ ମାଳୁ ଭୋଗ ହୁଏ। ଏ ବେଶଟା ବିଳମ୍ବିତ ରାତ୍ରି ଯାଏ ଦର୍ଶନ ଚାଲେ। ଦର୍ଶନ ପରେ ବେଶ ଓଲାଗି ହୋଇ ଅନ୍ୟାନ୍ୟ ନୀତିମାନ ସମାପିତ ହୋଇଥାଏ। ପରେ ଠାକୁରମାନଙ୍କର ପହୁଡ଼ ହୋଇଥାଏ। ଆଉ କୃଷ୍ଣ ବଳରାମ ବେଶରେ ଯେଉଁ ଯେଉଁ ସାମଗ୍ରୀ ଗୁଡ଼ାକ ମହାପ୍ରଭୁଙ୍କର ପାଖରେ ଲାଗି ହୋଇଥିଲା, ସେହି ସାମଗ୍ରୀ ଗୁଡ଼ିକ ଶ୍ରୀମନ୍ଦିରର ନୀଳାଚଳ ପବନ ପଛପଟରେ ଏକ ସ୍ୱତନ୍ତ୍ର କୋଠରୀ ଘରେ ସବୁ ଜିନିଷମାନଙ୍କୁ ସାଇତି କରି ରଖାଯାଇଥାଏ। ଧନ୍ୟବାଦ ଆପଣମାନେ ଶେଷ ପର୍ଯ୍ୟନ୍ତ ଶ୍ରବଣ କରିଥିବାରୁ। ଏମିତି ଭାବରେ ଆପଣମାନେ ଆମର ମିଶ୍ର କ୍ରିଏସନ୍ ଚ୍ୟାନେଲକୁ ସପୋର୍ଟ କରନ୍ତୁ। ଆଉ ଆଗକୁ ମହାପ୍ରଭୁଙ୍କର ବିବିଧ ବେଶ ସମ୍ପର୍କରେ ଆପଣମାନଙ୍କୁ ଆମେ ସୂଚନା ଦେବାକୁ ଚେଷ୍ଟା କରିବୁ। ଜୟ ଜଗନ୍ନାଥ। ସମସ୍ତଙ୍କୁ ଧନ୍ୟବାଦ। ଜୟ ଶ୍ରୀ ଜଗନ୍ନାଥ।